ଏହି ପାଞ୍ଚଟି ରାଶିର ମହିଳା ଓ ପୁରୁଷ ସବୁବେଳେ ଅନ୍ୟତ୍ର ସମ୍ପର୍କ ରଖନ୍ତି। ଆଜିକାଲି ଯୁଗରେ ପ୍ରେମ କରିବା ଏକ ସାଧାରଣ କଥା ଅଟେ। ଏହା ସହିତ ପ୍ରେମରେ ଧୋକା ମିଳିବା ବି ସାଧାରଣ ହୋଇଗଲାଣି। ଆଜିକାଲି ଯୁବପିଢ଼ି ମଧ୍ୟରେ ପ୍ରେମ କରିବା ଏବଂ ବ୍ରେକଅପ୍ କରିବା ଏକ ସାଧାରଣ ଘଟଣା ହୋଇଗଲାଣି। ପ୍ରକୃତ ପ୍ରେମ ବହୁତ କମ୍ ଦେଖିବାକୁ ମିଳେ। ପ୍ରେମରେ କେବଳ ଝିଅମାନେ ଧୋକା ଦିଅନ୍ତି ଏହା ନୁହେଁ, ପୁଅମାନେ ମଧ୍ୟ ପ୍ରେମରେ ଧୋକା ଦେଇଥାନ୍ତି। କହିବାକୁ ଗଲେ ନିଜ ଜୀବନରେ ଏକ ଭଲ ଜୀବନସାଥୀ ମିଳିବା ବହୁତ କଷ୍ଟକର ଅଟେ। କିନ୍ତୁ ଯଦି ଏହି ପାଞ୍ଚଟି ରାଶିର ବ୍ୟକ୍ତିମାନଙ୍କୁ ଆପଣମାନେ ପ୍ରେମ କରୁଛନ୍ତି, ତେବେ ସତର୍କ ରୁହନ୍ତୁ, କାରଣ ଏହି ରାଶିଯୁକ୍ତ ବ୍ୟକ୍ତିମାନେ ପ୍ରେମରେ କେତେବେଳେ ବି ଧୋକା ଦେଇଥାନ୍ତି। ଆଜି ଆମେ ଆପଣମାନଙ୍କୁ ସେହି ରାଶିମାନଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ ଏବଂ ସେମାନଙ୍କ ପ୍ରେମ ସମ୍ବନ୍ଧକୁ ନେଇ କ'ଣ କ'ଣ ଚିନ୍ତାଧାରା ଥାଏ ସେହି ବିଷୟରେ କହିବୁ। ମେଷ ରାଶି। ଏହି ରାଶିର ଲୋକମାନେ ପ୍ରେମ ସମ୍ବନ୍ଧ ପାଇଁ ବିଶ୍ୱସ୍ତ ନୁହନ୍ତି। ଏହି ରାଶିର ଲୋକମାନେ ନିଜର ଜୀବନସାଥୀ ପ୍ରତି ସଚ୍ଚୋଟ ରୁହନ୍ତି ନାହିଁ। ଏହି ରାଶିର ଲୋକମାନେ ଗୋଟିଏ ସମୟରେ ବହୁତ ଝିଅ ବା ପୁଅ ସହିତ ସମ୍ପର୍କ ରଖିଥାନ୍ତି। ମିଥୁନ ରାଶି। ପ୍ରେମ ସମ୍ବନ୍ଧରେ ବି ଏହି ରାଶିର ଲୋକମାନଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ। ପ୍ରେମରେ ଥିବା ସମୟରେ ସେମାନେ ସମସ୍ତ କାର୍ଯ୍ୟକୁ ଦାୟିତ୍ୱର ସହ କରନ୍ତି, କିନ୍ତୁ ସବୁବେଳେ ମନରେ ଭିନ୍ନ ଭିନ୍ନ ପ୍ରକାର ଭାବନା ରଖିଥାନ୍ତି, ଯାହା ଆପଣଙ୍କ ସ୍ୱପ୍ନରେ ବି ଭାବିପାରିବେ ନାହିଁ। ସିଂହ ରାଶି। ଏହି ରାଶିର ବ୍ୟକ୍ତିମାନେ ନିଜ ମଧ୍ୟରେ ବିଭିନ୍ନ ରହସ୍ୟ ଲୁଚାଇ ରଖିଥାନ୍ତି। ଏହି ରାଶିମାନଙ୍କ ଜୀବନରେ ବହୁତ ଝିଅମାନେ ଆସନ୍ତି ଏବଂ ତାଙ୍କୁ ଛାଡ଼ି ମଧ୍ୟ ଚାଲିଯାଆନ୍ତି। ଏହି ରାଶିର ଲୋକମାନେ କାହାକୁ ବି ଧୋକା ଦେଇଥାନ୍ତି। ଧନୁ ରାଶି। ଏହି ରାଶିଯୁକ୍ତ ବ୍ୟକ୍ତିମାନେ ପ୍ରେମ ପ୍ରସଙ୍ଗରେ ବିଶ୍ୱସନୀୟ ନୁହନ୍ତି। ପ୍ରାୟତଃ ଏହି ରାଶିର ଲୋକମାନେ ନିଜ ଜୀବନସାଥୀଙ୍କୁ ଧୋକା ଦେଇଥାନ୍ତି, କାରଣ ଗୋଟିଏ ସମ୍ପର୍କରେ ବନ୍ଧା ହୋଇ ରହିବା ଏମାନଙ୍କ ପାଇଁ ପସନ୍ଦ ନୁହେଁ। ମୀନ ରାଶି। ଏହି ରାଶିର ଲୋକମାନେ ପ୍ରେମ ପ୍ରସଙ୍ଗକୁ ନେଇ ସବୁବେଳେ ଦ୍ୱନ୍ଦ୍ୱରେ ରୁହନ୍ତି। ସବୁବେଳେ ସେମାନେ ସହଜରେ ଠିକ୍ ନିଷ୍ପତ୍ତି କରିପାରନ୍ତି ନାହିଁ। ଏହି ରାଶିର ଲୋକମାନେ ଅଧିକାଂଶ ସମୟରେ ଗୋଟିଏ ସମ୍ପର୍କରେ ରହିପାରନ୍ତି ନାହିଁ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ।